ମୁଁ ଉଜ୍ଜଳ ଠାରୁ ଅଧିକ ଉଜ୍ଜଳ ଶବ୍ଦ ବାହେ। ଦୃଶ୍ୟପଟ ସୁନ୍ଦର, କିନ୍ତୁ ମନୁଷ୍ୟ ସ୍ୱଭାବ ତାଠାରୁ ଅଧିକ ସୁନ୍ଦର। ମୋ କଳ୍ପନା ମଠ ଅଟେ ଓ ମୁଁ ଏହାର ସନ୍ନ୍ୟାସୀ। ସମଗ୍ର ପୃଥିବୀର ସମସ୍ତ ପଦାର୍ଥ ଖୁବ୍ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଥାଏ। ଜଟିଳ ସମସ୍ୟା ପାଇଁ ସର୍ବଦା ରୁଚିସମ୍ପନ୍ନ ସମାଧାନଟିଏ ବି ରହିଥାଏ। ସମସ୍ତ କାର୍ଯ୍ୟକୁ ଯତ୍ନର ସହ କରିବା ଉଚିତ। କିଛି ଲୋକ ସଫଳତାର ସ୍ୱପ୍ନ ଦେଖିଥାନ୍ତି, ହେଲେ ଅନ୍ୟ କିଛି ଲୋକ ଏହାକୁ ପୂରା କରିବାକୁ କଠିନ ପରିଶ୍ରମ କରିଥାନ୍ତି। ସୂଚନା ଓ ସଫଳତା ଦୃଷ୍ଟିରୁ ଇଣ୍ଟରନେଟ୍ ଜନସାଧାରଣଙ୍କ ନିମନ୍ତେ ଏକ ଉତ୍ତମ ମାଧ୍ୟମ। ଅନ୍ୟ କଥାରେ ନିଜକୁ